ଆଜିର ଅନୁଚିନ୍ତା। ଖାଇସାରିବା ପରେ ହାତର ପଛପଟକୁ ଚାଟନ୍ତୁ ନାହିଁ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ହେଲେ ଦୁଇଟି ମୟୂର ପରକୁ ନେଇ ବିବାହ ଫଟୋ ସହିତ ଏକାଠି ରଖିଲେ ଲାଭ ମିଳେ। ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ମଙ୍ଗଳ ହୋଇଥାଏ। ଶନି ଗ୍ରହ ପ୍ରତିକାର ପାଇଁ କାଉମାନଙ୍କୁ ଖାଇବାକୁ ଦେଲେ ମଙ୍ଗଳ ହୋଇଥାଏ। ଗର୍ଭବତୀ ନାରୀ ଏବଂ ଛୋଟ ପିଲାମାନଙ୍କ ପାଇଁ କମଳା ରସ ଅମୃତ ତୁଲ୍ୟ ହୋଇଥାଏ। ବରର ଅଯୁଗ୍ମ ବର୍ଷ ଏବଂ କନ୍ୟାର ଯୁଗ୍ମ ବର୍ଷ ହୋଇଥିବା ସମୟରେ ବିବାହ କଲେ ମଙ୍ଗଳ ହୋଇଥାଏ। ଘର ଭିତରେ କଦାପି ନଖ କାଟନ୍ତୁ ନାହିଁ। ରାତିରେ ଯଦି ଘୁଙ୍ଗୁଡ଼ି ମାରୁଥାନ୍ତି ତାହେଲେ ଯୋଡ଼ିଏ ଗୁଜୁରାତି ଖାଇ ଉଷୁମ ପାଣି ପିଅନ୍ତୁ। ଏହାଦ୍ୱାରା ଘୁଙ୍ଗୁଡ଼ିରୁ ଉପଶମ ମିଳିବା ସହ ପେଟର ଚର୍ବି ଅଂଶ ମଧ୍ୟ କଟିଥାଏ। ଘରର ଛାତ ଉପରେ ଏକ ତ୍ରିଶୂଳ ରଖିବା ଦ୍ୱାରା ଏହା ଘରକୁ ବିପଦରୁ ମୁକ୍ତି କରିଥାଏ। ଘର ତିଆରି କରିବା ବେଳେ ସବୁବେଳେ ଚେଷ୍ଟା କରନ୍ତୁ ଯେପରି କବାଟ ଗୁଡ଼ିକ ବାମ ପାର୍ଶ୍ୱକୁ ଖୋଲୁଥିବ।